जय जगन्नाथ पिलाମାନେ ତୁମର ମୋ ୟୁଟ୍ୟୁବ୍ ଚ୍ୟାନେଲ୍ ଲିପୁ କ୍ଲାସେସ୍‌କୁ ସ୍ୱାଗତ। ତ ଆଜିର ଭିଡ଼ିଓରେ ପିଲାମାନେ ଆମେ ଦେଖିବା କି +3 ଥାର୍ଡ଼ ସେମିଷ୍ଟାର ପଲିଟିକାଲ୍ ସାଇନ୍ସ ଅନର୍ସର ମେଜର୍ 5 ପେପର୍। ତ ମେଜର୍ 5 ପେପର୍ ୟୁନିଟ୍ 4 ଆଜି ଆମେ 2 ମାର୍କ ଆଣ୍ଡ 5 ମାର୍କ କ୍ୱେଶ୍ଚନ୍ ଗୁଡ଼ିକୁ ଆଲୋଚନା କରିବା। ତାହେଲେ ଆଉ ଡେରି ନକରି ଚାଲ ପିଲାମାନେ କ୍ଲାସ୍‌ଟାକୁ ଷ୍ଟାର୍ଟ କରିବା ଏବଂ କ୍ୱେଶ୍ଚନ୍ ଗୁଡ଼ିକୁ ଆଲୋଚନା କରିବା। ତ ଦେଖ ପ୍ରଥମ କ୍ୱେଶ୍ଚନ୍ କ'ଣ କହିଲା କି ଭାରତରେ ଜାତୀୟ କଂଗ୍ରେସର ଗଠନ। ପିଲାମାନେ ଏଇଟା ବହୁତ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ୍ ହେଲା। ୟୁନିଟ୍ 4 ମୁଁ ଯଦି କହିବି ଏଇଟା 2 ମାର୍କ ପାଇଁ ବହୁତ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ୍। ତ ଦେଖ 1885 ମସିହାରେ ଭାରତୀୟ ଜାତୀୟ କଂଗ୍ରେସ ଗଠିତ ହୋଇଥିଲା। ତ ଆମେ ଯଦି ଦେଖିବା ତ ପିଲାମାନେ କେବେ ନା 1885 ମସିହାରେ ଆମର ଭାରତୀୟ ଜାତୀୟ କଂଗ୍ରେସ ଗଠନ ହୋଇଥିଲା। ମହାନ ବ୍ରିଟିଶ ସମାଜତତ୍ତ୍ୱବିତ୍ ତଥା ପୂର୍ବତନ ପ୍ରଶାସକ ଆଲାନ୍ ଆକ୍ଟିଭିଆନ୍ ହ୍ୟୁମ୍ଙ୍କ ପରାମର୍ଶ କ୍ରମେ ତତ୍କାଳୀନ ଭାରତୀୟ ବୁଦ୍ଧିଜୀବୀ ତଥା ସମାଜ ସଂସ୍କାରକ ନେତୃମଣ୍ଡଳୀ ଭାରତୀୟ ଜାତୀୟ କଂଗ୍ରେସ ଗଠନ କରିଥିଲେ। ତ କିଏ ପରାମର୍ଶ ଦେଇଥିଲେ ନା ଆଲାନ୍ ଆକ୍ଟିଭିଆନ୍ ହ୍ୟୁମ୍। ସେ ଜଣେ ଥିଲେ ବ୍ରିଟିଶ ସମାଜତତ୍ତ୍ୱବିତ୍ ବା ସେ ଜଣେ ପ୍ରଶାସକ ଥିଲେ ଯିଏକି ପରାମର୍ଶ ଦେଇଥିଲେ କାହାକୁ ନା ଆମର ଭାରତୀୟ ବୁଦ୍ଧିଜୀବୀ ଏବଂ ସମାଜ ସଂସ୍କାର ମାନ ତା ଫଳରେ ଆମର କ'ଣ ଭାରତୀୟ ଜାତୀୟ କଂଗ୍ରେସ ଗଠନ ହୋଇଥିଲା। ରମେଶ ଚନ୍ଦ୍ର ବାନାର୍ଜୀ ଏହାର ପ୍ରଥମ ସଭାପତି ଭାବେ କାର୍ଯ୍ୟଭାର ଗ୍ରହଣ କରିଥିଲେ। ଜାତୀୟ କଂଗ୍ରେସର ଅନ୍ୟ ସଦସ୍ୟମାନେ ହେଲେ ମୋତିଲାଲ ନେହେରୁ, ଫିରୋଜ ଶାହ ମେହେଟ୍ଟା, ଦାଦାଭାଇ ନାରୋଜି, ମହାଦେବ ଗୋବିନ୍ଦ ରାଣାଡେ, ଏଟି ତୈଲଙ୍ଗ ଏସବୁ ଗୋଟେ ଗୋଟେ ଆମର କ'ଣ ସଦସ୍ୟ ଥିଲେ। ତ ଜାତୀୟ କଂଗ୍ରେସର ଗଠନ ଦେଖିଲେ। ତ ସେକେଣ୍ଡ କ୍ୱେଶ୍ଚନ୍ ଆସିଲା ଭାରତୀୟ ଜାତୀୟ କଂଗ୍ରେସର ଉଦ୍ଦେଶ୍ୟ ବା ଲକ୍ଷ୍ୟ କ'ଣ ଥିଲା। ଏଇଟା ମଧ୍ୟ ପିଲାମାନେ ବହୁତ ଇମ୍ପୋର୍ଟାଣ୍ଟ ହେଲା। ଲକ୍ଷ୍ୟ ବା ଉଦ୍ଦେଶ୍ୟ କ'ଣ ଥିଲା। ଜାତୀୟ କଂଗ୍ରେସ ଗଠନର ଉଦ୍ଦେଶ୍ୟ ଥିଲା ଭାରତୀୟମାନଙ୍କ ମଧ୍ୟରେ ଜାତୀୟତାବାଦ ଉଦ୍ରେକ କରିବା ସହିତ ସାଂଗଠନିକ ଦକ୍ଷତା ମାନେ ଭାରତୀୟମାନଙ୍କ ମଧ୍ୟରେ ଗୋଟେ ଏକତା ଜାଗୃତ କରିବା ଇଂରେଜ ବିରୁଦ୍ଧରେ ଲଢ଼ିବା ପାଇଁ ଏବଂ ଗୋଟେ ସାଂଗଠନିକ ଦକ୍ଷତା ମାନେ ଆମେ କିଏ ଅଲଗା ନୁହଁ। ଆମେ ଭାରତୀୟମାନେ ଆମର ଏକତା ଅଛି। ଆମର ଯେଉଁ ଏକତା ଭାବଟା ବା ଯେଉଁ ରହିଛି ସେଇଟାକୁ ଆମେ ଦେଖିବା। ଜନସାଧାରଣଙ୍କ ମୌଳିକ ସମସ୍ୟା ଦୂର କରିବା ପାଇଁ ବ୍ରିଟିଶ ସରକାରଙ୍କ ପାଖରେ ଦାବି ଉପସ୍ଥାପନ କରିବା। କ'ଣ ନା ପିଲାମାନେ ଯେଉଁ ଆମର ଯେଉଁ ସମସ୍ୟା ଗୁଡ଼ିକ ରହିଛି ବା ମୌଳିକ ସମସ୍ୟା ଗୁଡ଼ିକ ଯେଉଁ ରହିଛି ସେଗୁଡ଼ିକୁ କ'ଣ ଦୂର କରିବା ପାଇଁ ବ୍ରିଟିଶ ସରକାରଙ୍କ ପାଖରେ ଯେଉଁ ଦାବି ଉପସ୍ଥାପନ କରିବା ସେଇଟା ମଧ୍ୟ ଗୋଟେ ଉଦ୍ଦେଶ୍ୟ ଥିଲା କ'ଣ ଭାରତୀୟ ଜାତୀୟ କଂଗ୍ରେସ ଗଠନର। ଇଂରେଜ ସରକାରଙ୍କୁ ସମର୍ଥନ କରିବା ପୂର୍ବକ ଦେଶର ଏକତା ଓ ଜାତୀୟତାବାଦ ଉଦ୍ରେକ କରିବା। ଆମେ କ'ଣ ଇଂରେଜମାନଙ୍କ ସରକାରଙ୍କୁ ସମର୍ଥନ କରିବା ଧୀରେ କମ୍ କରିବା କିନ୍ତୁ ଦେଶରେ କ'ଣ ଗୋଟେ ଏକତା ଏବଂ କ'ଣ ଜାତୀୟତାବାଦ ଉଦ୍ରେକ କରିବା। ଦେଶର ଜନମତକୁ ଜାଗ୍ରତ କରିବା ଏବଂ ମୌଳିକ ସମସ୍ୟା ସମାଧାନ କରିବା। ସେଭଳି ଭାବରେ ପ୍ରାରମ୍ଭିକ ସ୍ତରରେ ଜାତୀୟ କଂଗ୍ରେସ ଏକ ସ୍ୱେଚ୍ଛାସେବୀ ସଂଗଠନ ଭାବରେ କାର୍ଯ୍ୟ କରିଥିଲା। ମାନେ କ'ଣ ସେ ଗୋଟେ ସ୍ୱେଚ୍ଛାସେବୀ ସଂଗଠନ ମାନେ ସେ ଯେଉଁ ଲୋକମାନଙ୍କୁ ସାହାଯ୍ୟ କରୁଥିଲା ହେଲା, ଲୋକମାନଙ୍କ ମଧ୍ୟରେ ଜାତୀୟ ଏକତା ବୃଦ୍ଧି କରୁଥିଲା, ଏଇଭଳି ଭାବରେ ତାର କାର୍ଯ୍ୟ ଥିଲା। ଜାତୀୟ କଂଗ୍ରେସର ନରମପନ୍ଥୀ ଯୁଗ କ'ଣ? ନରମପନ୍ଥୀ ଦେଖିବା ତ ପ୍ରାଥମିକ ସ୍ତରରେ ଭାରତୀୟ ଜାତୀୟ କଂଗ୍ରେସ ନେତୃମଣ୍ଡଳୀ ସରକାରଙ୍କୁ ନିବେଦନ ପ୍ରାର୍ଥନା ଏବଂ ଗୁହାରି ମାଧ୍ୟମରେ ଭାରତବାସୀଙ୍କ ପାଇଁ ଅର୍ଥନୈତିକ ରାଜନୈତିକ ଏବଂ ଶାସନଗତ ସୁବିଧା ହାସଲ କରିବା ପାଇଁ ଉଦ୍ୟମ କରୁଥିଲେ। ସେମାନେ ନିବେଦନ କରୁଥିଲେ, ପ୍ରାର୍ଥନା କରୁଥିଲେ, ଗୁହାରି ପଡ଼ୁଥିଲେ ଇଂରେଜମାନଙ୍କ ଆଗରେ ଭାରତବାସୀମାନଙ୍କ ପାଇଁ। କିଏ ନା କଂଗ୍ରେସ। ଏହି ନେତାମାନେ ସରକାରଙ୍କୁ ସମର୍ଥନ କରିବା ପୂର୍ବକ ଗଣତନ୍ତ୍ର ଉପାୟରେ ସମସ୍ୟା ସମାଧାନ ପାଇଁ ଚେଷ୍ଟା କରୁଥିଲେ। ମାନେ ସରକାରଙ୍କୁ ସମର୍ଥନ କରୁଥିଲେ, ସରକାର ନୀତି ନିୟମକୁ ମାନି ଚଳୁଥିଲେ, ସରକାରଙ୍କୁ ସମ୍ମାନ ଦେଉଥିଲେ ବା ଗଣତନ୍ତ୍ର ଉପରେ କେମିତି ସମସ୍ୟାର ସମାଧାନ ହେଇପାରିବ ମାନେ ଲିଗାଲ ୱେରେ ଯେମିତି ହେବ ସେଇ ଉପରେ ସେମାନେ ଦେଖୁଥିଲେ। ଏଥିପାଇଁ 1885ରୁ 1905 ମସିହା ପର୍ଯ୍ୟନ୍ତ ଜାତୀୟ କଂଗ୍ରେସର ନରମପନ୍ଥୀ ମାନେ ସେମାନେ ଏତେ ଗୁହାରି ବିନତି କରିକି କାର୍ଯ୍ୟଗୁଡ଼ିକୁ ପରିଣତ କରୁଥିଲେ। ସେମାନେ ହକ୍ ଭଳି କ'ଣ ଆଣୁ ନଥିଲେ। ତ ଚରମପନ୍ଥୀ ଯୁଗ କ'ଣ ଦେଖିବା ନା ବିଶେଷ କରି ବ୍ରିଟିଶ ସରକାରଙ୍କର ବିଭାଜନ ଏବଂ ଶାସନ ନୀତି ଯେଉଁ ତାଙ୍କର ଯେଉଁ ବିଭାଜନ ନୀତି ଯେଉଁ ଆମର ପଶ୍ଚିମବଙ୍ଗକୁ ବିଭାଜନ କରିବା ପାଇଁ ତାଙ୍କର ଯେଉଁ ଗୋଟେ ଚାଲିଥିଲା ହେଲା। ତ ବିଭାଜନ ଏବଂ ଶାସନ ନୀତିକୁ ବିରୋଧ କରି କେତେକ ଚରମପନ୍ଥୀ ନେତୃମଣ୍ଡଳୀ ଜାତୀୟ କଂଗ୍ରେସର କାର୍ଯ୍ୟଧାରାକୁ ବିପ୍ଳବାତ୍ମକ ସ୍ତରରେ ପହଞ୍ଚାଇ ଦେଲେ। ସେମାନେ ମଧ୍ୟରେ ବାଲ ଗଙ୍ଗାଧର ତିଲକ, ଲାଲା ଲାଜପତ ରାୟ, ବିପିନ ଚନ୍ଦ୍ର ପାଲ, ଆନି ବେସନ୍ତ ଆଦି ଆଗଧାଡ଼ିର ନେତୃତ୍ୱ ଥିଲେ। ତ ସେମାନେ କ'ଣ ତାଙ୍କ କାର୍ଯ୍ୟଧାରାଟାକୁ ବିପ୍ଳବାତ୍ମକ ନେଇଗଲେ। ଏମାନେ କ'ଣ ସବୁ ଚୁପଚାପ ରହି ଶୁଣୁଥିଲେ କିଏ ନା ଯେଉଁ ନରମପନ୍ଥୀ ମାନେ ଚରମପନ୍ଥୀ ଶୁଣିଲେ ବିପ୍ଳବାତ୍ମକ ଆସ ଲଢ଼େଇ କରିବା। ବ୍ରିଟିଶ ସରକାରଙ୍କ ବିରୋଧରେ ଦୁର୍ବାର ଆନ୍ଦୋଳନ କରି ସ୍ୱରାଜ ହାସଲ କରିବା ପାଇଁ ସେମାନେ ଅଭିମୁଖ ଥିଲେ। ତ ସେମାନେ ବ୍ରିଟିଶ ସରକାରଙ୍କ ବିରୁଦ୍ଧରେ ଆନ୍ଦୋଳନ କଲେ 1905 ମସିହାରୁ 1915 ହେଲା 1915 ବୋଧେ। ତ 1918 ଏଇଟା ପିଲା 1905ରୁ 1915 କିମ୍ବା 25 ହେଇପାରେ ହେଲା। ତ ବଙ୍ଗ ବିଭାଜନ ପରେ ଚରମପନ୍ଥୀ ଯୁଗ ଆରମ୍ଭ ଥିଲା। 1905ରୁ 1915 ବୋଲି ହିଁ ସାଧାରଣତଃ ଦେଖାଯାଇଥାଏ। 1925 ଯାଏଁ ଏମିତି କିଛି ରହିଛି। ତ ଦେଖିବା ପିଲାମାନେ ମୁସଲିମ ଲିଗର ଗଠନର କାରଣ ସାଧାରଣତଃ ବଙ୍ଗ ବିଭାଜନ ପ୍ରଭାବ ଭାରତୀୟ ଜାତୀୟ ଚରିତ୍ରକୁ ପ୍ରଭାବିତ କରିଥିଲା। ଯେତେବେଳେ ବଙ୍ଗ ବିଭାଜନଟା ଭାରତର ଚରିତ୍ରକୁ ଟିକେ ଜାତୀୟ ଚରିତ୍ରକୁ ଟିକେ ପ୍ରଭାବିତ କରିଥିଲା। 1905ରେ ବଙ୍ଗ ବିଭାଜନ ପରେ 1906 ମସିହାରେ ମୁସଲିମ ଲିଗ୍ ଗଠିତ ହୋଇଥିଲା। ତତ୍କାଳୀନ ବ୍ରିଟିଶ ପର୍ଲାଟ ସାମ୍ପ୍ରଦାୟିକ ବିଭାଜନ ନୀତି ମୁସଲିମ ଲିଗ୍ ଗଠନର ପ୍ରମୁଖ କାରଣ। ଯେଉଁ ସେ ଗୋଟେ ସାମ୍ପ୍ରଦାୟିକ ମାନେ ସମ୍ପ୍ରଦାୟ ଅନୁସାରେ ଯେଉଁ ବିଭାଜନ ନୀତିଟା ଲାଗୁ କରିଥିଲେ ସେଇଟା ପାଇଁ ହିଁ ଆମର କ'ଣ ମୁସଲିମ ଲିଗ୍ ଗଠନ ହୋଇଥିଲା। ଢାକାଠାରେ ନବାବ ସଲିମୁଲ୍ଲା ଆହୁତ କରିଥିବା ମହମଡାନ ଏଜୁକେସନାଲ କନଫରେନ୍ସ
ମହମଡନ ଏଜୁକେସନାଲ କନଫରେନ୍ସରେ ମୁସଲିମ ଲିଗ ଗଠନର ମୂଳଦୁଆ ପଡ଼ିଥିଲା। 1906 ମସିହା ଡିସେମ୍ବର 30 ତାରିଖରେ ବିଧିବଦ୍ଧ ଭାବେ ମୁସଲିମ ଲିଗ ଗଠିତ ହେଲା। ତ ମୁସଲମାନମାନଙ୍କ ସ୍ୱାର୍ଥ ସୁରକ୍ଷା ପାଇଁ ଏବଂ ଏକ ସାମ୍ପ୍ରଦାୟିକ ସଂଗଠନ ଗଠନ କରିବା ପାଇଁ ବା ଗଠିତ ହୋଇ ଭାରତର ବିଭାଜନ ସେ କାରଣ ହୋଇଥିଲା। ତ ମୁସଲିମ ଲିଗ କ'ଣ ନା ସ୍ୱାର୍ଥ ସୁରକ୍ଷା ପାଇଁ ମୁସଲମାନଙ୍କର ଏବଂ ସାମ୍ପ୍ରଦାୟିକ ସଂଗଠନ ଗଠିତ ହୋଇ ସେ ଭାରତର ଯେଉଁ ବିଭାଜନର ସେ ଗୋଟେ କାରଣ ପାଲଟିଥିଲା। ନହେଲେ ଯଦି ମୁସଲିମ ଲିଗ ନ ଗଠିତ ହୋଇଥାନ୍ତା ଆମର ଭାରତ ଏବେ ପର୍ଯ୍ୟନ୍ତ ଏକ ହେଇଥାନ୍ତା। ତ ହିନ୍ଦୁ ମହାସଭା ଗଠନ ଦେଖିବା, ମୁସଲିମ ଲିଗ ଗଲା, ହିନ୍ଦୁ ମହାସଭା ଦେଖିବା। 1906 ମସିହାରେ ମୁସଲିମ ଲିଗ ଗଠନ ହେଲା ପରେ ଦେଶବ୍ୟାପୀ ଅସନ୍ତୋଷର ବାତାବରଣ ଯେତେବେଳେ ମୁସଲିମ ଲିଗ ଗଠନ ହେଲା ତ ସାରା ଦେଶରେ ଗୋଟେ ଦୁଃଖର ବାତାବରଣ ବା ଗୋଟେ କ'ଣ ଅସନ୍ତୋଷର ବାତାବରଣ ଦେଖାଦେଇଥିଲା। ବିଶେଷ କରି ଭାରତୀୟ ଜାତୀୟ କଂଗ୍ରେସ ଏହାକୁ ଘୋର ବିରୋଧ କରୁଥିଲା। ତ କଂଗ୍ରେସ ମାନେ ଯେଉଁ ମୁସଲିମ ଲିଗ ଗଠନ କିଏ ବେଶୀ ବିରୋଧ କରୁଥିଲା? ଭାରତୀୟ ଜାତୀୟ କଂଗ୍ରେସ। ହିନ୍ଦୁ ସମ୍ପ୍ରଦାୟଙ୍କ ସ୍ୱାର୍ଥ ସୁରକ୍ଷା ପାଇଁ 1909 ମସିହାରେ ହିନ୍ଦୁ ମହାସଭା ଗଠିତ ହୋଇଥିଲା। କେବେ ନା 1909 ମସିହାରେ ହିନ୍ଦୁ ମହାସଭା କେଉଁ ଗଠିତ ହେଲା? 1906ରେ ଥିଲା ମୁସଲିମ ଲିଗ। ପରବର୍ତ୍ତୀ ସମୟରେ ବିନାୟକ ଦାମୋଦର ସବରକରଙ୍କ ନେତୃତ୍ୱରେ ଏକ ବଳିଷ୍ଠ ସଂଗଠନ। ତ ଆଙ୍କ ନେତୃତ୍ୱରେ ଯେତେବେଳେ ନେତୃତ୍ୱ ନେଲେ କି ବିନାୟକ ଦାମୋଦର ସବରକର, এই ହିନ୍ଦୁ ମହାସଭାଟା ବହୁତ ବଡ଼ ଗୋଟେ ଅନୁଷ୍ଠାନ ବା ଗୋଟେ ସଂଗଠନରେ ପରିଣତ ହେଲା। ତାପରେ ଦେଖିବା ପିଲାମାନେ ଅସହଯୋଗ ଆନ୍ଦୋଳନର କାରଣ କ'ଣ? ଇଂରେଜ ସରକାରଙ୍କ ରାଉରକେଲା ଆଇନ ଏବଂ ଜାଲିଆନବାଗ ଗଣସଂହାର ପରେ ଭାରତୀୟ ଜାତୀୟ କଂଗ୍ରେସ 1920 ମସିହାରେ ଅସହଯୋଗ ଆନ୍ଦୋଳନ ଆରମ୍ଭ କରିବା ପାଇଁ ନିଷ୍ପତ୍ତି ନେଲେ। ତ ଯେତେବେଳେ ଯେଉଁ ରାଉରକେଲା ଆଇନ 1919 ରାଉରକେଲା ଆଇନ ଏବଂ 1919ରେ ଯେଉଁ ଜାଲିଆନବାଗ ହତ୍ୟାକାଣ୍ଡର ଯେଉଁ ଏତେ ଗଣସଂହାର ସେମାନେ କରିଥିଲେ, ତ ସେ ତାପରେ ଭାରତୀୟ ଜାତୀୟ କଂଗ୍ରେସ କ'ଣ କଲେ ନା ଗୋଟେ ଅସହଯୋଗ ଆନ୍ଦୋଳନ କରିବା ପାଇଁ ନିଷ୍ପତ୍ତି ନେଲା। 1920 କଲିକତା ଅଧିବେଶନରେ ବ୍ରିଟିଶ ସରକାରଙ୍କୁ ସବୁ କ୍ଷେତ୍ରରେ ଅସହଯୋଗ କରିବା ପାଇଁ ନିଷ୍ପତ୍ତି ନେଲେ। ତ ବ୍ରିଟିଶ ସରକାର ଯେକୌଣସି କାର୍ଯ୍ୟ କରେ ତାକୁ ଆମେ ସହଯୋଗ କରିବା ନାହିଁ। ତ ସେଥିପାଇଁ ସେମାନେ ଗୋଟେ ଅସହଯୋଗ କରିବା ପାଇଁ ଗୋଟେ ନିଷ୍ପତ୍ତି ନେଲେ। ଅସହଯୋଗ ଆନ୍ଦୋଳନ ଦେଶରେ ଜାତୀୟତାବାଦ ବୃଦ୍ଧିର ପ୍ରଥମ ନିଦର୍ଶନ ଥିଲା। ତ କ'ଣ ପିଲାମାନେ ନା ଯେଉଁ ଆମର ଅସହଯୋଗ ଆନ୍ଦୋଳନଟା ଆମ ଦେଶରେ କ'ଣ ଜାତୀୟତାବାଦ ବୃଦ୍ଧିର ସେ ଗୋଟେ ପ୍ରଥମ ନିଦର୍ଶନ ଥିଲା। କାରଣ ଏଥିରେ ଦେଶର ସମସ୍ତ ଭାଗରୁ ଜନସାଧାରଣ ଉତ୍କଣ୍ଠ ସହଯୋଗ କରିଥିଲେ। ମାନେ କେହି ମଧ୍ୟ ସହଯୋଗ କଲେ ନାହିଁ, ସମସ୍ତେ ଅସହଯୋଗ ଆନ୍ଦୋଳନକୁ ସାହାଯ୍ୟ କରିଲେ। ଇଂରେଜ ସରକାରଙ୍କୁ କିଏ ସହଯୋଗ କଲେ ନାହିଁ। ତାପରେ ଆସିଲା ଆଇନ ଅମାନ୍ୟ ଆନ୍ଦୋଳନର କାରଣ ଦେଖିବା। ସମସ୍ତଙ୍କର କାରଣ ଗୋଟେ ଦେଖିବା। ଆଇନ ଅମାନ୍ୟ ଆନ୍ଦୋଳନ ଏବେ ଦେଖିଲେ ଆମେ କ'ଣ ଅସହଯୋଗ ଆନ୍ଦୋଳନ, ବ୍ରିଟିଶ ସରକାରଙ୍କ ଦମନମୂଳକ ନୀତି, ଅନାବଶ୍ୟକ କର ଏବଂ ସାଇମନ କମିଶନର ପକ୍ଷପାତମୂଳକ ନୀତି ବିରୁଦ୍ଧରେ 1929 ମସିହାରେ ଲାହୋର ଅଧିବେଶନରେ ଜାତୀୟ କଂଗ୍ରେସ ଆଇନ ଅମାନ୍ୟ ଆନ୍ଦୋଳନ ପାଇଁ ପ୍ରସ୍ତାବ ଗୃହୀତ ହେଲା। 1919 ଲାହୋର ଅଧିବେଶନରେ କ'ଣ ଆଇନ ଅମାନ୍ୟ ଆନ୍ଦୋଳନ ପାଇଁ କ'ଣ ତାଙ୍କର ପ୍ରସ୍ତାବଟା ଗୃହୀତ ହେଲା। 1930 ମସିହାରେ ଏହି ଆନ୍ଦୋଳନ ଆରମ୍ଭ ହୋଇ ଦେଶ ସାରା ବ୍ୟାପି ଯାଇଥିଲା। ତ ଏଇଟା କେବେ ଷ୍ଟାର୍ଟ ହେଲା? 1930 ମସିହାରୁ। 1929ରେ ତାଙ୍କର ଅଧିବେଶନରେ ପ୍ରସ୍ତାବ ପଡ଼ିଲା ବା ପ୍ରସ୍ତାବଟା ଗୃହୀତ ହେଲା। ତାପରେ 1930 ମସିହାରେ ଏଇଟା ଆରମ୍ଭ ହୋଇ ଦେଶ ସାରା ବ୍ୟାପିଗଲା। ଐତିହାସିକ ଦାଣ୍ଡିଯାତ୍ରା ମାଧ୍ୟମରେ ଲବଣ ଆଇନକୁ ଭଙ୍ଗ କରାଯାଇଥିଲା। ଗାନ୍ଧୀ ଇରୱିନ ଚୁକ୍ତି ମାଧ୍ୟମରେ ଆଇନ ଅମାନ୍ୟ ଆନ୍ଦୋଳନର ପରିସମାପ୍ତି ଘଟିଥିଲା। ତ ଏଇଟା ଥିଲା ଆମର କ'ଣ ଆଇନ ଅମାନ୍ୟ ଆନ୍ଦୋଳନ। ତାପରେ ଆସିଲା ଭାରତ ଛାଡ଼ ଆନ୍ଦୋଳନ କାରଣ 1941 ମସିହାଠାରୁ ବା ମସିହାର ପରଠାରୁ ବିବାଦୀୟ କ୍ରିପ୍ସ ମିଶନ ଭାରତୀୟ ଜାତୀୟ କଂଗ୍ରେସ ଘୋର ବିରୋଧ କରିଥିଲେ। କ୍ରିପ୍ସ ମିଶନକୁ ଯେଉଁ କ୍ରିପ୍ସ ମିଶନ ଆସିଥିଲେ ତ ତାକୁ ଜାତୀୟ କଂଗ୍ରେସ କ'ଣ ଘୋର ବିରୋଧ କରିଥିଲେ। ଏଥିରେ ଦେଶ ବିଭାଜନ ପାଇଁ ପ୍ରସ୍ତାବ ଥିଲା। ତ କ'ଣ ପାଇଁ ବିରୋଧ କଲେ ନା? ଯେଉଁ ଆମର ଆସିଥିଲା କ'ଣ ନା କ୍ରିପ୍ସ ମିଶନ ଯେଉଁ ଆସିଥିଲା ତ ସେଥିରେ କ'ଣ ନା ସବୁ ଦେଶ ବିଭାଜନ ମାନେ ଦେଶକୁ ଅଲଗା ଅଲଗା କରିବା ପାଇଁ ସବୁ ପ୍ରସ୍ତାବ ଗୁଡ଼ିକ ଥିଲା। ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଭାରତୀୟ ଲୋକଙ୍କ ଅବଦାନ, ବ୍ରିଟିଶ ସୈନ୍ୟବାହିନୀରେ ଭାରତୀୟ ସୈନ୍ୟକୁ ଯୋଗ ଦେବା ପାଇଁ ବ୍ରିଟିଶ ସରକାରଙ୍କ ଚକ୍ରାନ୍ତ ଦେଶରେ ଅସନ୍ତୋଷତା ବୃଦ୍ଧିର କାରଣ ହୋଇଥିଲା। ତ ଯେତେବେଳେ କ'ଣ ଦ୍ୱିତୀୟ ବିଶ୍ୱଯୁଦ୍ଧ ଷ୍ଟାର୍ଟ ହେଇଥିଲା କ'ଣ ଭାରତୀୟମାନଙ୍କୁ ସେମାନେ କହିଥିଲେ ହଁ ତୁମେ ଆମକୁ ମାନେ କ'ଣ ବିଶ୍ୱଯୁଦ୍ଧରେ ସାହାଯ୍ୟ କର, ଆମେ ତୁମକୁ ସ୍ୱାଧୀନତା ଦେବୁ, ଆମେ ତୁମକୁ ବହୁତ ଗୁଡ଼ିଏ କ'ଣ ସୁବିଧା ଦେବୁ। ତ ସେଇଥିପାଇଁ କ'ଣ ଇଂରେଜ ଭାରତୀୟମାନେ କ'ଣ ସୈନିକ ବା ଭାରତୀୟମାନେ ମଧ୍ୟ ଲଢ଼ିଥିଲେ ଦ୍ୱିତୀୟ ବିଶ୍ୱଯୁଦ୍ଧରେ। 1942 ମସିହା ଅଗଷ୍ଟ 8 ତାରିଖରେ ଜାତୀୟ କଂଗ୍ରେସର ବମ୍ବେ ଅଧିବେଶନରେ ଭାରତୀୟ ଛାଡ଼ ପ୍ରସ୍ତାବ ଗୃହୀତ ହୋଇଥିଲା। ଏହା ପରଠାରୁ ସାରା ଦେଶରେ ବିଦ୍ରୋହର ବହ୍ନି ଜଳିବାକୁ ଲାଗିଲା। ସାରା ଭାରତରେ ସେଇଟା ଲାଗିଲା। ଆଜାଦ ହିନ୍ଦ ଫୌଜର କାର୍ଯ୍ୟଧାରା କ'ଣ ଥିଲା? ଦେଖିବା ଏବେ ଆଜାଦ ହିନ୍ଦ ଫୌଜ। ଜାତୀୟ କଂଗ୍ରେସର ଅହିଂସା ଆନ୍ଦୋଳନ ପ୍ରତି ବୀତସ୍ପୃହ ହୋଇ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଭାରତ ପରିତ୍ୟାଗ କରି କେନ୍ଦ୍ରୀୟ ଶକ୍ତି ସହ ହାତ ମିଳାଇ ବ୍ରିଟିଶ ସରକାରଙ୍କ ବିରୁଦ୍ଧରେ ସେ ପ୍ରତ୍ୟେକ ଯୁଦ୍ଧ ଘୋଷଣା କରିଥିଲେ। ତ କ'ଣ କଲେ ନା ସେ ଯେଉଁ ଆମର କିଏ ନା ନେତା ସୁଭାଷ ଚନ୍ଦ୍ର ବୋଷ ଭାରତଠୁ ଛାଡ଼ିକି କେନ୍ଦ୍ର ଶକ୍ତିକୁ ଚାଲିଗଲେ ହେଲା। କେନ୍ଦ୍ର ଶକ୍ତି ସହିତ ହାତ ମିଳାଇ ବ୍ରିଟିଶ ସରକାର ବିରୁଦ୍ଧରେ ଲଢ଼େଇ କରିବା ପାଇଁ ସେ ଘୋଷଣା କଲେ। ଦ୍ୱିତୀୟ ବିଶ୍ୱଯୁଦ୍ଧରେ ବ୍ରିଟିଶ ସୈନ୍ୟବାହିନୀ ତରଫରୁ ଲଢ଼ାଇରେ ଭାଗ ନେଇ ଯେଉଁ ଭାରତୀୟମାନେ ବନ୍ଦୀ ହୋଇଥିଲେ ସେମାନଙ୍କୁ ନେଇ ସିଙ୍ଗାପୁରଠାରେ ଆଜାଦ ହିନ୍ଦ ଫୌଜ ଗଠନ କଲେ। ତ ଯେଉଁ ସୈନ୍ୟବାହିନୀ ତରଫରୁ ଯେତେବେଳେ ଯେଉଁ ଲଢ଼ିଥିଲେ ବିଶ୍ୱଯୁଦ୍ଧରେ ସେମାନଙ୍କୁ ଭାଗ ନେଇ ଯେଉଁ ଭାରତୀୟମାନେ ବନ୍ଦୀ ହୋଇଥିଲେ ସେମାନଙ୍କୁ ସେ କ'ଣ ନା ସିଙ୍ଗାପୁର ନେଇ ଗୋଟେ ଆଜାଦ ହିନ୍ଦ ଫୌଜ ଗଠନ କଲେ। 1944 ମସିହାରେ କୋହିମା ଦଖଲ, ଇମ୍ଫାଇ ଏବଂ ଜିମାପୁର ଦଖଲ କରିବା ପରେ ଆଣ୍ଡାମାନ ନିକୋବର ଦଖଲ କରି ଇଂରେଜ ସରକାରଙ୍କୁ ସେଠାରୁ ତଡ଼ି ଦେଇଥିଲେ। କିଏ?
ଏ ଯେଉଁ ଆଜାଦ ହିନ୍ଦ ଫୌଜ। ଦୁର୍ଭାଗ୍ୟକୁ ଜାପାନର ପରାଜୟ ପରେ ଆଜାଦ ହିନ୍ଦ ଫୌଜକୁ କୌଣସି ସହାୟତା ମିଳୁନଥିଲା ଏବଂ ସୈନ୍ୟମାନେ ଆତ୍ମସମର୍ପଣ କରିଥିଲେ। ହେଲା, ଏଭଳି ଭାବରେ ଆଜାଦ ହିନ୍ଦ ଫୌଜର କାର୍ଯ୍ୟଧାରା ଥିଲା। ତାପରେ ଆସିବା ଦେଖିବା ଦେଶ ବିଭାଜନ କାରଣ କ'ଣ? ତ ଆମ ଯେଉଁ ଭାରତ ପାକିସ୍ତାନ ଦୁଇଟି ଦେଶ ବିଭାଜନ ହେଲା, ତ ତାର କାରଣ କ'ଣ ଥିଲା? ଭାରତ ଛାଡ଼ ଆନ୍ଦୋଳନ, ଆଜାଦ ହିନ୍ଦ ଫୌଜର ସଶସ୍ତ୍ର ସଂଗ୍ରାମ ଏବଂ ଇଂଲଣ୍ଡର ଯୁଦ୍ଧ ପରର ରାଜନୈତିକ ସ୍ଥିତି ସୂଚାଇ ଦେଇଥିଲା ଯେ ଇଂରେଜମାନଙ୍କର ଉପନିବେଶବାଦୀ ଶାସନ ଧୀରେ ଧୀରେ ଅସ୍ତମିତ ହେବାକୁ ଯାଉଛି। ସେମାନେ ଭାରତୀୟମାନେ ଜାଣିଦେଲେ ଯେ କ'ଣ ହେଲା ନା ଉପନିବେଶବାଦୀ ଯେଉଁ ଶାସନ ଧୀରେ ଧୀରେ କମିବାରେ ଲାଗିଲାଣି। ହେଲା, କ୍ୟାବିନେଟ୍ ମିଶନ ପ୍ରସ୍ତାବ, କ୍ରିପସ୍ ମିଶନ ନୀତି, ମୁସଲିମ ଲିଗର ମହତ୍ୱାକାଂକ୍ଷା ଭାରତ ବିଭାଜନ ମୁଖ୍ୟ କାରଣ ହୋଇଥିଲା। ଯେଉଁ କ୍ୟାବିନେଟ୍ ମିଶନ ଆସିଥିଲା ବା କ୍ରିପସ୍ ମିଶନ ଆସିଥିଲା ବା ମୁସଲିମ ଲିଗ୍ ଯେଉଁ ଆସିଥିଲା, ଏଇଠାରୁ ହିଁ ଜଣାପଡ଼ୁଥିଲା ଭାରତର ବିଭାଜନର କାରଣ ଗୁଡ଼ିକ। 16 ଅଗଷ୍ଟ 1946 ମସିହାରେ ମହମ୍ମଦ ଅଲି ଜିନାଙ୍କ ପ୍ରତ୍ୟକ୍ଷ କାର୍ଯ୍ୟ ଦିବସ ଘୋଷଣା ଦେଶ ବିଭାଜନକୁ ଦ୍ୱିଗୁଣିତ କରିଥିଲା। ସେ ଯେଉଁ ପ୍ରତ୍ୟକ୍ଷ କାର୍ଯ୍ୟ ଦିବସ ଘୋଷଣା କରିଥିଲେ ସେଇଟା ହିଁ ଜଣାପଡ଼ିଯାଇଥିଲା ଯେ ଦେଶଟା ବିଭାଜନ ହେବ। ଶେଷ ଭାଷା ହେଲା ଲର୍ଡ ମାଉଣ୍ଟବେଟନଙ୍କ ବିଶ୍ୱାସଘାତକତା ଫଳରେ ଭାରତ ପାକିସ୍ତାନ ଦୁଇଟି ରାଷ୍ଟ୍ର ଗଠନ ହୋଇଥିଲା। ଏଭଳି ଭାବରେ କ'ଣ ଆମ ଦେଶ ବିଭାଜନ ହୋଇଥିଲା। ତ ତାପରେ ଆସିଲା 12 ନମ୍ବର କ୍ୱେଶ୍ଚନ୍ ପିଲାମାନେ, ଭାରତ ସ୍ୱାଧୀନତା ଆଇନର ରୂପରେଖ କ'ଣ? ଭାରତ ଯେଉଁ ସ୍ୱାଧୀନତା ପାଇଲା ତାର ରୂପରେଖ କ'ଣ? ତ ଲର୍ଡ ମାଉଣ୍ଟବେଟନଙ୍କ ଦ୍ୱାରା ପ୍ରସ୍ତୁତ ଭାରତୀୟ ସ୍ୱାଧୀନ ଆଇନ 1947 ମସିହା ଜୁଲାଇ ମାସରେ ବ୍ରିଟିଶ ପାର୍ଲାମେଣ୍ଟରେ ଅନୁମୋଦନ ଲାଭ କରିଥିଲା। ଏହି ଆଇନ ବଳରେ ଭାରତ ଓ ପାକିସ୍ତାନ ଦୁଇଟି ରାଷ୍ଟ୍ରକୁ ଡୋମିନିଅନ୍ ଷ୍ଟାଟସ୍ ପ୍ରଦାନ କରାଯାଇଥିଲା। ଯେଉଁ ଡୋମିନିଅନ୍ ଷ୍ଟାଟସ୍ ପ୍ରସ୍ତାବ ଦିଆଯାଇଥିଲା। ହେଲା, ଏହି ଆଇନ ବଳରେ 1947 ମସିହା ଯେଉଁ ଭାରତ ସ୍ୱାଧୀନତା ଆଇନ ବଳରେ ସୀମା ନିର୍ଦ୍ଧାରଣ, ପୃଥକ ସମ୍ବିଧାନ, ପୃଥକ ଶାସନତନ୍ତ୍ର ପ୍ରତିଷ୍ଠା ପାଇଁ ପ୍ରସ୍ତାବ ରହିଥିଲା। ଦେଶ ରାଜ୍ୟମାନ ମିଶ୍ରଣ ଏବଂ ବଙ୍ଗ, ପଞ୍ଜାବ, କାଶ୍ମୀର ବିଭାଜନକୁ ଅନୁମତି ଦିଆଯାଇଥିଲା। ତ ଏଇଭଳି ଭାବରେ ଥିଲା ଭାରତୀୟ ସ୍ୱାଧୀନତା ଆଇନର ରୂପରେଖ। ତ ତାପରେ ଆମେ ଦେଖିବା ପିଲାମାନେ 5 ନମ୍ବର ବିଶିଷ୍ଟ ପ୍ରଶ୍ନ ଗୁଡ଼ିକ। ତ ଦେଖିବା ପିଲାମାନେ, ପ୍ରଥମେ ଦେଇଛି ଭାରତୀୟ ଜାତୀୟ କଂଗ୍ରେସର ଗଠନ। ପୁଣି ଥରେ ସେଇ କ୍ୱେଶ୍ଚିନ୍ଟା ଦେଇଛି ପିଲାମାନେ, ଏଇଟା କିନ୍ତୁ 5 ନମ୍ବର ବିଶିଷ୍ଟ। ସେଟା କିଛି କମ୍ ବର୍ଣ୍ଣନା କରିଥିଲା, ଏଇଟା ବହୁତ ଗୁଡ଼ିଏ ବର୍ଣ୍ଣନା କରିଛି। ଆଲାନ୍ ଆକ୍ଟିଭିଆନ୍ ହୋମ୍, ଆଲୋଡନ୍ ଦେଇଛି ପିଲାମାନେ, ଏଇଟା ଆଲାନ୍ ହେଲା। ଆଲାନ୍ ଆକ୍ଟିଭିଆନ୍ ହୋମ୍ଙ୍କ ପରାମର୍ଶରେ 1885 ମସିହାରେ ଭାରତୀୟ ଜାତୀୟ କଂଗ୍ରେସ ଗଠିତ ହୋଇଥିଲା। 19ବିଂଶ ଶତାବ୍ଦୀର ମଧ୍ୟଭାଗରୁ ଭାରତୀୟମାନଙ୍କ ମଧ୍ୟରେ ସାଂଗଠନିକ ଦକ୍ଷତା ବୃଦ୍ଧି ପାଇଲା। ତ ସେମାନେ ସବୁ ସଂଗଠନ ହେଲେ ବା ସବୁ ଗ୍ରୁପ୍ ହେଇକି ରହିଲେ। ଅନେକ ଛୋଟ ବଡ଼ ସଂଗଠନ ଗଠିତ ହୋଇ ଭାରତୀୟ ସମସ୍ୟା ସମାଧାନ ପାଇଁ କାର୍ଯ୍ୟ କରୁଥିଲେ। ଯେପରିକି ବଙ୍ଗ ବ୍ରିଟିଶ ସମାଜ, ମାନ୍ଦ୍ରାଜ ମହାଜନ ସଭା, ବମ୍ବେ ପ୍ରେସିଡେନ୍ସି ସଂଘ ଇତ୍ୟାଦି ବିଭିନ୍ନ ଅଞ୍ଚଳରେ ସବୁ ଇତ୍ୟାଦି ଗଠିତ ହୋଇଥିଲେ। ହେଲା, ଆମର ବଙ୍ଗ ବ୍ରିଟିଶ ସମାଜ, ତ ସବୁ ରାଜ୍ୟରେ ଗୋଟେ ଗୋଟେ ସବୁ ସଂଘ ବା ସଂଗଠନ ଗଠନ ହୋଇ ଗଠିତ ହୋଇଥିଲା। ଏସବୁ ସଂଗଠନ ମାନେ ଭାରତୀୟମାନଙ୍କର ମୌଳିକ ସମସ୍ୟା ଗୁଡ଼ିକୁ ସମାଧାନ କରିବାରେ ସେତେଟା ସକ୍ଷମ ହେଇନଥିଲେ। ଯେଉଁ ସଂଗଠନ ମାନେ ସବୁ ଗଠିତ ଥିଲେ ସେମାନେ କିନ୍ତୁ ଭାରତୀୟମାନଙ୍କର ଯେଉଁ ମୌଳିକ ସମସ୍ୟା ଗୁଡ଼ିକ ସେମାନେ ସମାଧାନ କରିପାରୁନଥିଲେ ବା ଏତେଟା ସକ୍ଷମ ହେଇପାରୁନଥିଲେ। ହ୍ୟୁମ୍ଙ୍କ ପରାମର୍ଶରେ 28 ଡିସେମ୍ବର 1885ରେ ବମ୍ବେଠାରେ 72 ଜଣ ସଦସ୍ୟଙ୍କୁ ନେଇ ଏକ ଜାତୀୟ ସଂଗଠନ ଗଠିତ ହୋଇଥିଲା। କିନ୍ତୁ ଏମାନେ ଯେଉଁ ଥିଲେ ମାନ୍ଦ୍ରାଜ ମହାଜନ ସଭା, ଏଟା ସବୁ କ'ଣ ଗୋଟେ ଗୋଟେ ଅଞ୍ଚଳ ଥିଲେ। ଯେମିତି ମାନ୍ଦ୍ରାଜ ଯେମିତି ଆମର ସେଇଟା ବର୍ତ୍ତମାନ ଚେନ୍ନାଇ, ତା ସହିତ ବଙ୍ଗ ବ୍ରିଟିଶ ସମାଜ, ହେଲା ବମ୍ବେ ପ୍ରେସିଡେନ୍ସି, ଏଗୁଡ଼ି ଗୋଟେ ଆଞ୍ଚଳିକ, ମାନେ ଟୋଟାଲ ଜାତୀୟ ସ୍ତରରେ ସେମିତି କିଛି ନଥିଲା। ତ 28 ଡିସେମ୍ବର 1885ରେ ବମ୍ବେଠାରେ 72 ଜଣ ସଦସ୍ୟଙ୍କୁ ନେଇ ଗୋଟେ ଜାତୀୟ ସଂଗଠନ ଗଠିତ ହୋଇଥିଲା। ଏହାକୁ ଜାତୀୟ କଂଗ୍ରେସ ନାମକରଣ କରାଗଲା। କଲିକତାର ସୁନାମଧନ୍ୟ ବାରିଷ୍ଟର ରମେଶ ଚନ୍ଦ୍ର ବାନାର୍ଜୀଙ୍କୁ ସଭାପତି ରୂପେ ମନୋନୀତ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଦାଦାଭାଇ ନାରୋଜୀ, ମୋତିଲାଲ ନେହେରୁ, ଫିରୋଜ ଶାହ ମେହେଟ୍ଟା, ଗୋବିନ୍ଦ ରାନାଡେ, କେଟି ତୈଲଙ୍ଗ ଆଦି ନେତାଗଣ ଏହାର ସଭ୍ୟ ରହିଥିଲେ। ଜାତୀୟ କଂଗ୍ରେସର ମୂଳ ଲକ୍ଷ୍ୟ ଥିଲା ଭାରତୀୟମାନଙ୍କ ସମସ୍ୟା ସମାଧାନ କରିବା ଏବଂ ଜାତୀୟତାବାଦ ପ୍ରସାର କରିବା। ଦେଖିଲେ ପିଲାମାନେ, ତାପରେ ଆସିଲା ଜାତୀୟ କଂଗ୍ରେସର ନରମପନ୍ଥୀ ଯୁଗ କ'ଣ? 1885 ମସିହାରେ ଗଠିତ ଜାତୀୟ କଂଗ୍ରେସ ସେ ସମୟରେ ଏକ ସ୍ୱେଚ୍ଛାସେବୀ ସଂସ୍ଥା ଭାବରେ କାର୍ଯ୍ୟ କରୁଥିଲା। ସେ ଗୋଟେ କ'ଣ ସ୍ୱେଚ୍ଛାସେବୀ ସଂସ୍ଥା ଥିଲା। ଯେମିତି ପୂର୍ବରୁ ମୁଁ କହୁଥିଲି, ତା ଜାତୀୟ କଂଗ୍ରେସ ନରମପନ୍ଥୀ ଯୁଗ କ'ଣ, ସେମାନେ ସବୁ ସ୍ୱେଚ୍ଛାସେବୀ ଭାବରେ କାର୍ଯ୍ୟ କରୁଥିଲେ। ଇଂରେଜ ସରକାରଙ୍କୁ ସମର୍ଥନ କରି କେତେକ ଦାବି ହାସଲ କରିବା ଏବଂ ସମସ୍ୟାର ସମାଧାନ କରିବା ଏହାର ମୂଳ ଲକ୍ଷ୍ୟ ଥିଲା। ମାନେ ଇଂରେଜ ସରକାର ସମର୍ଥନ କରିବା ଏବଂ ତା ସହିତ କିଛିଟା ସମସ୍ୟା ଗୁଡ଼ିକୁ ସମାଧାନ କରିବା। 1885ରୁ 1905 ମସିହା ପର୍ଯ୍ୟନ୍ତ କଂଗ୍ରେସର ନରମପନ୍ଥୀ ଯୁଗ ବୋଲି କୁହାଯାଏ। ସୁରେନ୍ଦ୍ରନାଥ ବାନାର୍ଜୀ, ଗୋପାଳକୃଷ୍ଣ ଗୋଖଲେ, ଉମେଶ ଚନ୍ଦ୍ର ବାନାର୍ଜୀ, ଦାଦାଭାଇ ନାରୋଜୀ, ଫିରୋଜ ଶାହ ମେହେଟ୍ଟା ଇତ୍ୟାଦି ବ୍ରିଟିଶ ସଂସଦ ଉପରେ ଦୃଢ଼ ଆସ୍ଥା ପ୍ରକଟ କରୁଥିଲେ ଏବଂ ଭାରତୀୟମାନଙ୍କ ସମସ୍ୟା ଗୁଡ଼ିକୁ ସମାଧାନ କରିବା ପାଇଁ ସେମାନେ ପକ୍ଷ ରଖୁଥିଲେ। ସେମାନେ ଟିକେ ନରମ ଥିଲେ, ମାନେ ପୁରା କୋଲ୍ଡ ମାଇଣ୍ଡର ସେମାନେ ଥିଲେ ବା କୁଲ୍ ମାଇଣ୍ଡର ଲୋକ ଥିଲେ। ବା ଯେମିତି ହେଉଛି ନା କାହିଁକି ଆମେ ତାଙ୍କୁ ବିପ୍ଳବ, ମାନେ ସେ ରାଗି ନଥିଲେ, ପୁରା ଶାନ୍ତ ଭାବରେ କେମିତି ଭଲରେ ସେମାନେ ଆମକୁ ସମସ୍ୟା ଗୁଡ଼ିକର ସମାଧାନ କରିପାରିବେ ସେ ବିଷୟରେ ମାନେ ବେଶୀ ଧ୍ୟାନ ଦେଉଥିଲେ। ଅନ୍ୟପକ୍ଷରେ ନରମପନ୍ଥୀ ନେତାମାନେ ପ୍ରାର୍ଥନା, ଆବେଦନ, ଗୁହାରି ମାଧ୍ୟମରେ ସମସ୍ୟା ସମାଧାନ କରୁଥିଲେ। ହେଲା, ଏଇଭଳି ଭାବରେ ସେମାନେ ପିଲାମାନେ କ'ଣ ନା ଚାଲିଥିଲା। ଭାରତୀୟମାନଙ୍କ ମନରେ ଜାତୀୟତାବାଦ ଜାଗ୍ରତ କରିବା ଏବଂ ସଚେତନତା ବୃଦ୍ଧି କରିବା ସେମାନଙ୍କର ମୂଳମନ୍ତ୍ର ଥିଲା। ପ୍ରଶାସନିକ ସେବାରେ ସଂସ୍କାର ଆଣିବାରେ ନରମପନ୍ଥୀମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା। ତ ନରମପନ୍ଥୀମାନେ କ'ଣ ନା ଗୁହାରି, ଆବେଦନ, ସେମାନେ ଏମିତି ହିଁ ସେମାନେ କ'ଣ ଭାରତୀୟ ସମସ୍ୟା ଗୁଡ଼ିକ ସମାଧାନ କରିବା ପାଇଁ ଚେଷ୍ଟା କରୁଥିଲେ।
କିନ୍ତୁ ଯେତେବେଳେ ଆସିଲେ କିଏ ନା ଚରମପନ୍ଥୀ, ଦେଖିବା ଚରମପନ୍ଥୀ ମାନେ କ'ଣ, ସାଧାରଣତଃ 1905 ମସିହାରେ ସାମ୍ପ୍ରଦାୟିକ ଆଧାରରେ ବଙ୍ଗପ୍ରଦେଶକୁ ବିଭାଜନ କରିବା ପାଇଁ ବ୍ରିଟିଶ ସରକାରଙ୍କ ଚକ୍ରାନ୍ତ ଜାତୀୟ କଂଗ୍ରେସର ନେତୃମଣ୍ଡଳୀ ଅତିଷ୍ଠ କରିଥିଲା। ତ ଯେତେବେଳେ ଏମାନେ ଜାଣିଥିଲେ ବଙ୍ଗଟାକୁ ଭାଗ କରିବା ପାଇଁ ଇଂରେଜମାନେ, ଏମାନେ ଜାଣିପାରିଲେ ଜାତୀୟ କଂଗ୍ରେସର ନେତୃମଣ୍ଡଳୀ। ଅନ୍ୟ ଏକ ଘଟଣାକ୍ରମରେ କେତେକ ଚରମପନ୍ଥୀ ନେତୃମଣ୍ଡଳୀ ଜାତୀୟ କଂଗ୍ରେସର ଯୋଗଦାନ ଉଗ୍ର ଜାତୀୟତାବାଦ ସୃଷ୍ଟିର କାରଣ ଥିଲା। ତାପରେ କ'ଣ ସବୁ ଚରମପନ୍ଥୀ ନେତୃମଣ୍ଡଳୀ ମାନେ ଜାତୀୟ କଂଗ୍ରେସରେ ଯୋଗଦାନ କଲେ, ଯାହାଫଳରେ ସେଇଟା କ'ଣ ଉଗ୍ର ଜାତୀୟତାବାଦୀ ସୃଷ୍ଟିର କାରଣ ହୋଇଥିଲା। ଯେପରି ବାଲ ଗଙ୍ଗାଧର ତିଲକ, ଲାଲା ଲଜପତ ରାୟ, ବିପିନ ଚନ୍ଦ୍ର ପାଲ, ଅଗ୍ର ଜାତୀୟତାବାଦୀ ନେତାମାନେ ଜାତୀୟ କଂଗ୍ରେସର ନରମପନ୍ଥୀ ଚିନ୍ତାଧାରା ସେମାନେ ଗ୍ରହଣ କରିନଥିଲେ। ଯେଉଁ ନରମ ମାନେ ଧୀରେ ଶାନ୍ତଶିଷ୍ଟ ହେଇକି ସବୁ ସହିଯିବା, ସେଇଟା ଶୁଣିଲେ ନାହିଁ। 1906ରୁ 1919 ପର୍ଯ୍ୟନ୍ତ ଜାତୀୟ କଂଗ୍ରେସର ସମୟକୁ ଚରମପନ୍ଥୀ ବୋଲି କୁହାଯାଏ। ହେଲା, 1906ରୁ ମାନେ 1905ରୁ ପାଖାପାଖି 1920 ଆଉ ଆମେ ଯଦି ଧନ୍ୟବାଦ, ତ ସେଇଟା 1906ରୁ 1919 ଦେଖ, ଏଇଟା 1905ରୁ 1885ରୁ 1905, ଏଇଟା 1906ରୁ 1919। ବ୍ରିଟିଶ ବୋଲାର୍ଡ ଲର୍ଡ କର୍ଜନଙ୍କ ଭାରତ ବିରୋଧୀ ନୀତି ସେମାନଙ୍କୁ ସଂଗ୍ରାମ କରିବା ପାଇଁ ବାଧ୍ୟ କରିଥିଲା। ତାଙ୍କ ସମୟରେ ଜାତୀୟ କଂଗ୍ରେସ ଏକ ବିପ୍ଳବାତ୍ମକ ସଂଗଠନରେ ପରିଣତ ହୋଇଥିଲା। ତ ଏଭଳି ଭାବରେ କ'ଣ ଆମର ଚରମପନ୍ଥୀ ଥିଲା। ତାପରେ ଆସିଥିଲା ଅସହଯୋଗର କାରଣ କ'ଣ, ଦେଖ, ମହାତ୍ମା ଗାନ୍ଧୀଙ୍କ ଜାତୀୟ କଂଗ୍ରେସର ଯୋଗଦାନ ବିପ୍ଳବର ଧାରାକୁ ସମ୍ପୂର୍ଣ୍ଣ ବଦଳାଇ ଦେଇଥିଲା। ଅହିଂସା ଅସହଯୋଗକୁ ମାଧ୍ୟମ କରି ଲକ୍ଷ୍ୟ ହାସଲ କରିବା ତାଙ୍କର ଆଦର୍ଶ ନୀତି ଥିଲା। ତ କେତେକ କାରଣ ପାଇଁ ତତ୍କାଳୀନ ନେତୃମଣ୍ଡଳୀ ଗାନ୍ଧୀଙ୍କ ନେତୃତ୍ୱରେ ଅସହଯୋଗ ଆନ୍ଦୋଳନ ଡାକରା ଦେଇଥିଲେ। ତ କ'ଣ କ'ଣ ଦେଖିବେ ପିଲାମାନେ, 1919 ମସିହାରେ ମଣ୍ଟେଗୁ ଚେମ୍ସଫୋର୍ଡ ଶାସନ ସଂସ୍କାର ଏକ ପକ୍ଷପାତ ମୂଳକ ଆଇନ ଥିଲା। ଏହାକୁ ଜାତୀୟ କଂଗ୍ରେସ ଘୋର ବିରୋଧ କରିଥିଲା। ତାପରେ ଆସିଲା ପିଲାମାନେ କ'ଣ, 2 ନମ୍ବର କାରଣ, ରାଓଲାତ ଆଇନ ପ୍ରଣୟନ ଦ୍ୱାରା ବ୍ରିଟିଶ ସରକାର ଦମନମୂଳକ ନୀତି ଅନୁସରଣ କରି ଜାତୀୟତାବାଦୀ ନେତାମାନଙ୍କୁ ବିନା କାରଣ ଗିରଫ କରିବା, ଦଣ୍ଡ ପ୍ରଦାନ କରିବା, ସଭା ସମିତି ଉପରେ କଟକଣା ଲଗାଇବା ଦ୍ୱାରା ଭାରତୀୟମାନେ ଅତିଷ୍ଠ ହୋଇଯାଇଥିଲେ। 3 ନମ୍ବର ଆସିଲା 1919 ମସିହାରେ ପଞ୍ଜାବର ଜାଲିଆନାବାଗଠାରେ ଘଟିଥିବା ଗଣସଂହାର ମହାତ୍ମା ଗାନ୍ଧୀଙ୍କୁ ବ୍ୟଥିତ କରିଥିଲା। ଏହିସବୁ କାରଣରୁ ଜାତୀୟ କଂଗ୍ରେସ କଲିକତା ଅଧିବେଶନରେ ଅସହଯୋଗ ଆନ୍ଦୋଳନ ଘୋଷଣା କରିଥିଲା। ତ 1920 ମସିହା ଠାରୁ ଦେଶବ୍ୟାପୀ ଅସହଯୋଗ ଆନ୍ଦୋଳନ ସଂଗଠିତ ହୋଇଥିଲା। ତ ଏହି 3ଟି କାରଣ ଥିଲା ଭାରତୀୟ ଜାତୀୟ କଂଗ୍ରେସ ଅସହଯୋଗ ଆନ୍ଦୋଳନ କରିବାର। ତ ତାପରେ ଆସିଲା ଆଇନ ଅମାନ୍ୟ ଆନ୍ଦୋଳନ କାରଣ ଗୁଡ଼ିକ କ'ଣ। ତ ପିଲାମାନେ ଆଇନ ଅମାନ୍ୟ ଆନ୍ଦୋଳନ କାରଣ ଗୁଡ଼ିକ କ'ଣ କ'ଣ? ଅସହଯୋଗ ଆନ୍ଦୋଳନ ବିଫଳତା ପରେ ଗାନ୍ଧୀଜୀ ଜନସାଧାରଣଙ୍କୁ ଅଧିକ ସଚେତନ ଏବଂ କଂଗ୍ରେସ ସଂଗଠନକୁ ଅଧିକ ସଂଗଠିତ କରିବା ପାଇଁ ବିଶେଷ ଗୁରୁତ୍ୱ ଦେଇଥିଲେ। 1930 ମସିହା ପରଠାରୁ ଆଇନ ଅମାନ୍ୟ ଆନ୍ଦୋଳନ ଘୋଷଣା କରାଯାଇଥିଲା। ଏଥିପାଇଁ ଅନେକ କାରଣ ଦେଇଥିଲା। କ'ଣ କ'ଣ ଦେଖିବା, ପ୍ରଥମେ ଥିଲା ସାଇମନ କମିଶନର ବିଫଳତା। ସାଇମନ କମିଶନରେ ଭାରତରେ କୌଣସି ପ୍ରତିନିଧିକୁ ଅଂଶଗ୍ରହଣ କରିବା ପାଇଁ ସୁଯୋଗ ଦେଇନଥିଲା। ଯେଉଁ ସାଇମନ କମିଶନ ଭାରତକୁ ଆସିଥିଲା, ସେଠାରେ ଭାରତର କୌଣସି ପ୍ରତିନିଧି ନଥିଲେ, ତ ସେଥିପାଇଁ ସେଇଟା ତାର ବିଫଳତା ଥିଲା। ତାପରେ ଆସିଲା ଭାରତୀୟ ଜାତୀୟ କଂଗ୍ରେସର ନେତୃମଣ୍ଡଳୀ ବ୍ରିଟିଶ ସରକାରଙ୍କ ଦମନମୂଳକ ନୀତିକୁ ବିରୋଧ କରିଥିଲେ। ହେଲା, ସରକାର ଜାତୀୟ କଂଗ୍ରେସର ପ୍ରସ୍ତାବକୁ ଅଗ୍ରାହ୍ୟ କରିଥିଲେ। ତ ଏଭଳି ଭାବରେ ଅତ୍ୟଧିକ କର ବସାଇବାକୁ ବାରଣ କରାଯାଇଥିଲା। ଭାରତୀୟ ପ୍ରତିନିଧିଙ୍କ ସହ ଆଲୋଚନା କରିବା ପାଇଁ ପ୍ରସ୍ତାବ ଦିଆଯାଇଥିଲା, ଏଇଟା ଥିଲା। ତ ସେଭଳି ଭାବରେ ବ୍ରିଟିଶ ସରକାରଙ୍କ ଯେଉଁ ଶୋଷଣ ନୀତି, ଶ୍ରମିକମାନଙ୍କର ଶୋଷଣ, କୃଷକମାନଙ୍କୁ ସେମାନଙ୍କର କୌଳିକ ବୃତ୍ତିରୁ ଅନ୍ତର କରିବା ଏବଂ ବିତ୍ତ ପ୍ରଭାବ ଭଳି କାର୍ଯ୍ୟ ବିରୁଦ୍ଧରେ ଜାତୀୟ କଂଗ୍ରେସ ଷୋଳ ଉତ୍ତୋଳନ କରିଥିଲା। 1929 ମସିହାର ଲାହୋର ଅଧିବେଶନରେ ପୂର୍ଣ୍ଣ ସ୍ୱରାଜ ହାସଲ ପାଇଁ ଘୋଷଣା ଜନସାଧାରଣଙ୍କୁ ଜାଗ୍ରତ କରିଥିଲା। ଏହିସବୁ କାରଣ ପାଇଁ ମହାତ୍ମା ଗାନ୍ଧୀ କ'ଣ ଆଇନ ଅମାନ୍ୟ ଆନ୍ଦୋଳନ ଘୋଷଣା କରିଥିଲେ। ପ୍ରଥମେ ଲବଣ ଆଇନ ଭଙ୍ଗ କରିବା ପାଇଁ ସେ ଐତିହାସିକ ଦାଣ୍ଡିଯାତ୍ରା ସଂଗଠିତ କରିଥିଲେ। ସେ ଦାଣ୍ଡିଯାତ୍ରା ସଂଗଠିତ କରିବା ଫଳରେ ଆଇନ ଅମାନ୍ୟ ଆନ୍ଦୋଳନଟା ବହୁତ କ'ଣ ପ୍ରସିଦ୍ଧ ହୋଇଯାଇଥିଲା, ମାନେ କ'ଣ ଅଧିକ ଲୋକମାନେ ସଂଗଠିତ ସେଠାରେ ହୋଇଥିଲେ, ଯାହାଫଳରେ ସାରା ଭାରତରେ ଆଇନ ଅମାନ୍ୟ ଆନ୍ଦୋଳନ ବ୍ୟାପି ଯାଇଥିଲା। ତାପରେ ଆସିଲା ଭାରତ ଛାଡ଼ ଆନ୍ଦୋଳନର କାରଣ ଗୁଡ଼ିକ କ'ଣ। 1942 ମସିହା ଜୁଲାଇ 14 ତାରିଖରେ କଂଗ୍ରେସର ୱାର୍ଦ୍ଧା ସମ୍ମିଳନୀରେ ଭାରତ ଛାଡ଼ ପ୍ରସ୍ତାବ ଗୃହୀତ ହୋଇଥିଲା। 1942 ମସିହା ଅଗଷ୍ଟ 8 ତାରିଖରୁ ଭାରତ ଛାଡ଼ ଆନ୍ଦୋଳନ ସାରା ଦେଶରେ କ'ଣ ଆନ୍ଦୋଳନର ପୁରା କ'ଣ ବ୍ୟାପି ଯାଇଥିଲା। ପ୍ରଥମ ଥିଲା କିର୍ପସ ମିଶନ ଅସଫଳତା। ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଭାରତୀୟମାନଙ୍କର ଇଂରେଜ ସୈନ୍ୟବାହିନୀରେ ଯୋଗଦାନ, ଭାରତୀୟମାନଙ୍କର ଯେଉଁ ଉପରେ ଶୋଚନୀୟ ଓ ଅମାନବୀୟ ବ୍ୟବହାର, ଦେଶର ଆର୍ଥିକ ସ୍ଥିତି ଶୋଚନୀୟ ହୋଇପଡ଼ିଥିଲା, ଇଂରେଜମାନଙ୍କର ଭାରତୀୟମାନଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଳନ ନ କରିବା ଆଦି ଅନେକ ଘଟଣା ଭାରତ ଛାଡ଼ ଆନ୍ଦୋଳନକୁ ପ୍ରୋତ୍ସାହିତ କରିଥିଲା। ଏଇଟା ଥିଲା ଅନେକ ଗୁଡ଼ିଏ କାରଣ। ତ ଭାରତ ବିଭାଜନର କାରଣ ସବୁ କ'ଣ କ'ଣ ଦେଖିବା। 1947 ମସିହା ଅଗଷ୍ଟ 15 ତାରିଖରେ ଭାରତ ସ୍ୱାଧୀନତା ହାସଲ କରିଥିଲା। ଏହାର ବହୁ ପୂର୍ବରୁ ସାମ୍ପ୍ରଦାୟିକ ଆଧାରରେ ବ୍ରିଟିଶ ସରକାର ବିଭାଜନ ନୀତି ପ୍ରଣୟନ କରିଥିଲା। ପୂର୍ବରୁ ହିଁ ବ୍ରିଟିଶ ସରକାର କ'ଣ ବିଭାଜନ ନୀତିଟା ପ୍ରଣୟନ କରିଥିଲେ। 1905 ମସିହାରେ ବଙ୍ଗପ୍ରଦେଶ ଧର୍ମ ଆକାରରେ ବିଭାଜିତ ହୋଇଥିଲା। ତ ବଙ୍ଗପ୍ରଦେଶଟାକୁ ଧର୍ମ ଆକାରରେ 1906 ମସିହାରେ ମୁସଲିମ ଲିଗ ଗଠନ କରି ଭାରତରେ ଧାର୍ମିକ ବିଦ୍ୱେଷ ଭାବ ସୃଷ୍ଟି କରିଥିଲେ, ଯାହାକୁ ବ୍ରିଟିଶ ସରକାର ସମର୍ଥନ କରିଥିଲେ। ମାନେ କ'ଣ, ଏମାନେ ଯେତେବେଳେ ମୁସଲିମ ଲିଗ ଗଠନ କଲେ, ସେଇଟା ଗୋଟେ ଧର୍ମକୁ ଗୋଟେ କ'ଣ ବିଦ୍ୱେଷ ଭାବ ଆସିଲା ନା, ସେମାନେ ଧାର୍ମିକ ଉପାୟରେ ଗୋଟେ ସଂଗଠନ କଲେ। ତ ସମସ୍ତେ ଭାରତୀୟମାନେ ଯେତେବେଳେ
ଜାତୀୟ କଂଗ୍ରେସ ସେଠାରେ ସମସ୍ତେ ରହିପାରୁଥିଲେ ହିନ୍ଦୁ ମୁସଲିମ୍ ଶିଖ୍ ସାଇ ଯେତେ ଯାହା ସବୁ ଧର୍ମ ଲୋକମାନେ ସବୁ ରହୁଥିଲେ ସଂଗଠନ କିନ୍ତୁ ଏମାନେ ଯେଉଁ ଗୋଟେ ମୁସଲିମ୍ ଲିଗ୍ କଲେ ଓନ୍ଲି ମୁସଲିମମାନଙ୍କ ପାଇଁ ଯାହାଫଳରେ ଏଇଟା ଗୋଟେ ବିଦ୍ୱେଷ ଭାବ ସୃଷ୍ଟି କରୁଥିଲା। ସାମ୍ପ୍ରଦାୟିକ ଆଧାରରେ ନିର୍ବାଚନ ମଣ୍ଡଳୀ ଗଠନ କରିବା ବ୍ରିଟିଶ ସରକାର ଅନେକ ଚକ୍ରାନ୍ତ ଥିଲା ଯାହାକୁ ଜାତୀୟ କଂଗ୍ରେସର ଘୋର ବିରୋଧ କରିଥିଲା। 1940 ମସିହା କ୍ୟାବିନେଟ୍ ମିଶନ ପ୍ରସ୍ତାବ ଅନୁସାରେ ଟୁ ନେସନ୍ ଥିଓରି ବ୍ରିଟିଶ ସରକାର ସମର୍ଥନ କରି ଭାରତ ବିଭାଜନ ପଥ ପରିଷ୍କାର କରିଥିଲେ। ଅଗଷ୍ଟ 16, 1947ରେ ମହମ୍ମଦ ଅଲି ଜିନ୍ନାଙ୍କ ନେତୃତ୍ୱରେ ପ୍ରତ୍ୟକ୍ଷ କାର୍ଯ୍ୟ ଦିବସ ଘୋଷଣା କରିଥିଲେ। ମଧ୍ୟବର୍ତ୍ତୀକାଳୀନ ସରକାର ମୁସଲିମ୍ ନିର୍ବାଚିତ ପ୍ରତିନିଧିମାନେ ବର୍ଜନ କରିବା ସହିତ ସ୍ୱତନ୍ତ୍ର ପାକିସ୍ତାନ ଗଠନ ପାଇଁ ସେମାନେ ଆହ୍ୱାନ ଦେଇଥିଲେ। 1947 ମସିହା ସ୍ୱାଧୀନତା ଆଇନରେ ମଧ୍ୟ ଲର୍ଡ ମାଉଣ୍ଟବେଟନ୍ ସ୍ୱତନ୍ତ୍ର ପାକିସ୍ତାନ ଗଠନ ପାଇଁ ସକ୍ରିୟ ଦେଇଥିଲେ। ଶେଷରେ ଭାରତ ବିଭାଜନ ହୋଇଥିଲା। ତାପରେ ଭାରତର କ'ଣ ପାକିସ୍ତାନ ତିଆରି ହେଲା। ତ ଏଇଭଳି ଭାବରେ ଥିଲା ପିଲାମାନେ ଆମର କ'ଣ 2 ମାର୍କ ଏବଂ 5 ମାର୍କ କ୍ୱେଶ୍ଚନ୍ ଗୁଡ଼ିକ। ତାପରେ ଆମେ ଦେଖିବା 8 ମାର୍କ କ୍ୱେଶ୍ଚନ୍ ଗୁଡ଼ିକ। ତ ସେତେବେଳେ ଯାଏ ବିଦାୟ ନେଉଛି। ରହିଲି। ଜୟ ଜଗନ୍ନାଥ।